ଆମେ ଆଜି ଆସି ଶିରିଡ଼ି ସାଇବାବାଙ୍କ ମନ୍ଦିରରେ ପହଞ୍ଚିଛୁ। ବର୍ତ୍ତମାନ ମନ୍ଦିର ଦର୍ଶନ ପରେ ଆମେ ବର୍ତ୍ତମାନ ଶିରିଡ଼ି ସାଇବାବାଙ୍କର ମନ୍ଦିରର ମ୍ୟୁଜିୟମ୍ ଆମେ ବୁଲୁଛୁ। ଅନେକ ଲୋକ ଅଛନ୍ତି। ଏହା ସନ୍ଧ୍ୟା ସମୟ। ଶିରିଡ଼ି ସାଇବାବାଙ୍କର ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ରଖି ସେଠାରେ ତାଙ୍କର ଜୀବନ ବୃତ୍ତାନ୍ତକୁ ବୁଝାଯାଇଛି, ଯେପରିକି ଲୋକମାନେ ତାଙ୍କ ଜୀବନ ବୃତ୍ତାନ୍ତ ଜାଣିପାରିବେ ଓ ବୁଝିପାରିବେ। ଭଗବାନ ସାଇବାବା ତାଙ୍କ ଜୀବନ ସାରା ଗରିବ ପୀଡ଼ିତ ଲୋକଙ୍କର ସେବାରେ ଉତ୍ସର୍ଗ କରିଥିଲେ। ଆପଣମାନେ ଦେଖିପାରୁଥିବେ, ବର୍ତ୍ତମାନ ଜଣେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ସାଇବାବା ତାଙ୍କର ସେବା କରୁଛନ୍ତି। ବର୍ତ୍ତମାନ ସେଇଟାକୁ ଆପଣ ଭଲକିନା ଦେଖନ୍ତୁ। ସାଇବାବାଙ୍କ ଜୀବନ ବୃତ୍ତାନ୍ତ। ଏଠିକି ଆସିଲେ ଖୁବ୍ ଭଲ ଲାଗିବ। ଆପଣମାନେ ଦେଖିଥିବେ, ଦେଶର ଅନ୍ୟାନ୍ୟ ମହାପୁରୁଷମାନଙ୍କର ମଧ୍ୟ ଜୀବନ ବୃତ୍ତାନ୍ତ ବିଭିନ୍ନ ଜାଗାରେ ପ୍ରଦର୍ଶିତ ହୋଇଥାଏ। ସେହିପରି ସାଇବାବାଙ୍କ ଜୀବନ ବୃତ୍ତାନ୍ତ ମଧ୍ୟ ଏହି ସାଇବାବା ମନ୍ଦିର ଟ୍ରଷ୍ଟ ବା ସଂସ୍ଥାନ ତରଫରୁ କରାଯାଇଛି। ଯେପରିକି ଏଠାରେ ଆସୁଥିବା ଭକ୍ତମାନେ ସାଇବାବାଙ୍କ ଜୀବନ ବୃତ୍ତାନ୍ତ ବିସ୍ତୃତ ଭାବରେ ଜାଣିପାରିବେ। ତାଙ୍କ ଜୀବନ କାହାଣୀ କୁ ଆହୁରି ଜୀବନ୍ତ କରିବା ପାଇଁ ଇଏ ଏକ ସୁପରିକଳ୍ପିତ ବନ୍ଦୋବସ୍ତ କରାଯାଇଛି। ଆପଣ ଦେଖିପାରୁଥିବେ, ବର୍ତ୍ତମାନ ଆମେ ଏହାପରେ ମ୍ୟୁଜିୟମ୍ ଭିତରକୁ ଯିବା।